ଚାଲନ୍ତୁ ବନେଇବା ଆଜି ଓଉ ଆଚାର। ତ ମୁଁ ଏଠି ଭଲସେ ଓଉକୁ କାଟି ଦେଉଛି। ମାନେ ମୋ ବଡ଼ ମା ଘରେ ମୋତେ ତ ଖୋଳ ସବୁ ବାହାର କରିକି ଦେଇ ଦେଇଥିଲା, କାହିଁକିନା ମୋତେ ଫରେଇ ଆସେନି। ତ ମୁଁ ଖାଲି ଛୋଟ ଛୋଟ ପିସ୍ରେ କାଟି ଦେଉଛି, ତା ଚୋପା ଛଡ଼େଇକିନା ସରୁ ସରୁ କରି କାଟିବା, ଯେମିତିକି ତାକୁ ଭଲସେ ଶୁଖି ଯାଇଥିବ ଆଉ ତାକୁ ଖାଇବାକୁ ମଜା ଲାଗୁଥିବ। ଦେଖନ୍ତୁ ଏଠି ମୁଁ ସବୁ କାଟି ସାରିଲିଣି। ତାପରେ ତାକୁ ସିଝେଇବା। ପାଣିରେ କିଛି ଲୁଣ ପକେଇକିନା ଓଉକୁ ଭଲସେ ଧୋଇଦେବା। ତାପରେ ତାକୁ ସିଝେଇବା ପାଇଁକି ସବୁ ପକେଇଦେବା କଢ଼େଇରେ। ସବୁ ପକେଇ ସାରିଲା ପରେ ତା ଦେହରେ ଅଳ୍ପ ହଳଦୀ ପକେଇବେ, ତା କଷ ଅଂଶଟା କଟିଯିବା ପାଇଁକି। ତାପରେ ତାକୁ ଭଲସେ ସିଝେଇ ଦେବେ। ହାତରେ ଚିପିକି ଦେଖିବେ ଯେମିତିକି ଭଲସେ ସିଝି ଯାଉଥିବ, ମାନେ ହାତରେ ଚିପି ହେଇଯାଉଥିବ। ତାପରେ ଚାଲନ୍ତୁ ଗୋଟେ ମସଲା ପ୍ରିପେୟାର କରିବା, ଯେଉଁଥିରେ କିଛି ଶୁଖିଲା ଲଙ୍କା ନେବା, ତାକୁ ଭଲସେ ଟିକେ ଭାଜିଦେବା। ତା ଦେହରେ ଟିକେ କିଛି ଜିରା ନେବା, ଆଉ କିଛି ସୋରିଷ ବି ନେବା। ତ ଅଧିକ ବି ଭାଜିବେନି, ନହେଲେ ପିତା ଲାଗିବ। ଖାଲି ହାଲକା ଉଷୁମ କରିକିନା ତାକୁ ଗ୍ରାଇଣ୍ଡର ଜାରରେ କାଢ଼ିଦେବା। ତାକୁ ବାଟିବାକୁ ରଖିଦେବା, ଆଗେ ଥଣ୍ଡା କରିବାକୁ ରଖିଦେବା। ତାପରେ କିଛିଟା ଫୁଟଣ ବି ତା ଦେହରେ, ପଞ୍ଚ ଫୁଟଣ ଯେଉଁ, ତାକୁ ବି କିଛିଟା ହାଲକା ଉଷୁମ କରି ତା ଦେହରେ ମିଶାଇଦେବା। ତାପରେ ଏଠି ଗୁଡ଼କୁ ପାଗ କରିଦେବେ। ଏତେ ବି ପାଗ କରିବେନି, ଅଧିକ ପାଗ କଲେ ସେ ହାର୍ଡ଼ ହେଇଯିବ। ତ କିଛି ଏମିତି ପାଗ କଲା ପରେ କିଛି ସୋରିଷ ତେଲକୁ ବି ଉଷୁମ କରିଦେବା। ତାପରେ ମସଲା ଥଣ୍ଡା ହେଲା ପରେ ଏମିତି ଦରଦର କରି ଗ୍ରାଇଣ୍ଡିଙ୍ଗ କରିଦେବା। ତାପରେ ଓଉକୁ ବି ମୁଁ ଛାଣିକି ରଖିଦେଇଥିଲି, ଥଣ୍ଡା କରିଦେଇଥିଲି। ସବୁ ଜିନିଷକୁ ଥଣ୍ଡା କରିକିନା ମିକ୍ସ କରିବା। ଏଠି ଗୁଡ଼ ଯେଉଁ ପାଗ କରିଥିଲି ତାକୁ ସବୁ ଢାଳିଦେଲି। ସବୁ ସବୁ ଥଣ୍ଡା ହେଇଯାଇଥିଲା। ତାପରେ ସୋରିଷ ତେଲରେ କିଛି ଲଙ୍କାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ବି ପକେଇ ଦେଇଥିଲି। ଆଉ କରିକି ରଖିଥିବା ଗୁଣ୍ଡ ମସଲା ଯେଉଁ କରିଥିଲି ସବୁ ମିକ୍ସର, ତାକୁ ବି କରିଦେଲି, ମାନେ ତା ଦେହରେ ମିଶାଇଦେଲି। ଏଠି ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି। ତାପରେ ସବୁ ଗୋଳେଇ ଗାଳି ଆକୁ 5 ଦିନ ଖଣ୍ଡ ଖରାରେ ଦେବା, ଏମିତି ଖୋଲାରେ। ତାପରେ ଗୋଟେ ମାନେ ଜାରରେ ପୂରେଇକି ପ୍ରତିଦିନ ଖରାରେ ରଖିବେ। ଆଉ ଥରେ ଟ୍ରାଏ କରି ଦେଖନ୍ତୁ, ନିଶ୍ଚିନ୍ତ ଆପଣମାନଙ୍କୁ ବି ଭଲ ଲାଗିବ।